ବର୍ଷା ଦିନ ଚାଲିଛି ବୋଲି ବର୍ଷାର ଯେତେବେଳେ ଇଚ୍ଛା ହେଉଛି ସେତେବେଳେ ଆସିକି ଛେଚି ଦେଇ ପଳାଉଛି। ସଞ୍ଜ ବେଳ, ସକାଳ ବେଳ, ଖରା ବେଳ କିଛି ବୁଝୁନି। ହ୍ୟାଲୋ ଫ୍ରେଣ୍ଡସ୍, କେମିତି ଅଛନ୍ତି ସମସ୍ତେ? ଖରାବେଳେ ଖାଇସାରିଲା ପରେ ଟିକେ ଶୋଇଛି କି ନାହିଁ, ହଠାତ୍ ଡ୍ୟୁଟିରୁ ହଜବେଣ୍ଡ ଆସିକି କହିଲେ ଚାଲ ଟିକେ ଝାରସୁଗୁଡ଼ା ଯିବା, କାମ ଅଛି। ଯୋଗକୁ ସେତେବେଳେ ବର୍ଷା ବି ଛାଡ଼ି ଯାଇଥିଲା। ବାହାରକୁ ମୁଁ ଗଲି ମାନେ ଗୁପଚୁପ୍ ଖାଇବାଟା ପରମାନେଣ୍ଟ। କିନ୍ତୁ ଯେହେତୁ ଶ୍ରାବଣ ମାସ ଚାଲିଛି, ମୁହଁ ଶୁଖେଇକି ଘରକୁ ଆସିବାକୁ ପଡ଼ିଲା। ଖାଇବାକୁ ତ ଇଚ୍ଛା ହେଇଛି ମାନେ କିଛି ଗୋଟେ ବନେଇବା ପାଇଁ ପଡ଼ିବ। ଗାର୍ଡେନକୁ ଯାଇ ସାଙ୍ଗେ ସାଙ୍ଗେ କିଛି ଜୁଆଣି ପତ୍ର ଖୁଣ୍ଟିକି ନେଇକି ପଳେଇ ଆସିଥିଲି। ତା ସାଙ୍ଗରେ କିଛି ଆଳୁକୁ ଚପର କରିକି ଦେଇ ଦେଇଥିଲି। ବେସନ, କର୍ଣ୍ଣଫ୍ଲୋର ଦେଇ ଆଉ ପସନ୍ଦିତା ମସଲା ମସଲି ସବୁ ଗୋଳେଇ ବନେଇ ଦେଇଥିଲି ଆଳୁ ଭୁଜିଆ। ଶ୍ରାବଣ ମାସରେ ଆମେ କେବଳ ଆମିଷ ପାଳୁଥିଲୁ, ପିଆଜ ରସୁଣ ପାଳୁନଥିଲୁ। କିନ୍ତୁ ଏଇ ବର୍ଷ ଯେହେତୁ ପାଣି ଭାର ଆଣିବୁ ବୋଲି ଭାବିଛୁ, ସେଥିଲାଗି ପିଆଜ ରସୁଣ ପାଳିକି ଅଛୁ। ଆଗକୁ ଦେଖିବା କ'ଣ ହେଉଛି। ତା ଭିତରେ ମୋର ଏଠି ଭୁଜିଆ ବନା ସରିଯାଇଥିଲା। ଭୁଜିଆ ଆଉ ଚା ସାଙ୍ଗରେ ଆଜିର ସନ୍ଧ୍ୟାଟାକୁ ଏନ୍ଜୟ କରିଥିଲୁ। ରହୁଛି, ଜୟ ଜଗନ୍ନାଥ।